ଜୟ ଜଗନ୍ନାଥ। ଆମେ ଯେଉଁ ବ୍ୟବସାୟ କରୁଛୁ ଜଣେ ଲୋକ ଲିଡ୍ ନେଇପାରେ, ମାତ୍ର ଏ ବ୍ୟବସାୟ ଡିପେଣ୍ଡେବଲ୍ ଆମେ ସମସ୍ତଙ୍କ ଉପରେ ହେଉଛୁ। ଯେପରିକି ଆମ ଗୋଟେ ଜଣେ କଷ୍ଟମର ଆସିଲେ, ତାଙ୍କର ଡାଟା ରଖିବା, କମ୍ପ୍ୟୁଟର ଫିଡ଼ିଂ କରିବା, ଲୋନ୍ ଆପ୍ଲାଏ କରିବା, ତା ପାଇଁ ଜଣେ ଦରକାର। ସିଏ ଆମକୁ ସାହାଯ୍ୟ ନ କଲେ ଆମେ କରିପାରିବୁ ନାହିଁ। ଆମେ ଜାଣିଛୁ, ହେଲେ ସମୟ ନାହିଁ। ଲୋନ୍ ଆପ୍ଲାଏ ହୋଇଗଲା ପରେ ଜିନିଷ କେଉଁ ଦିନ ପହଞ୍ଚିବ, ଜିନିଷ କିପରି ସଟରିଂ ହେବ, ମାନେ କେଉଁ ପ୍ରକାର ତାଙ୍କର ଷ୍ଟ୍ରକ୍ଚର ଯିବ, କେବୁଲ୍ ଯିବ, ତା ପାଇଁ ଆମେ ଆଉ ଜଣଙ୍କ ଉପରେ ଡିପେଣ୍ଡେବଲ୍ ହେଉଛୁ, ଯିଏ ଆମେ ମ୍ୟାନେଜିଂ କରୁଛି। ତାପରେ ଜିନିଷ ଗଲା ପହଞ୍ଚିଲା ପରେ କିଏ ଇନଷ୍ଟଲେସନ୍ କରିବ, ଆମେ ସେ ଇନଷ୍ଟଲେସନ୍ ଟିମ୍ ଉପରେ ଡିପେଣ୍ଡେବଲ୍ ହେଉଛୁ। ଏମିତି ଗୋଟିଏ କାମ ପାଇଁ ପାଖାପାଖି ଆମେ 8-10 ଜଣ ଉପରେ ଡିପେଣ୍ଡେବଲ୍ ହେଉଛୁ। ସେମାନଙ୍କ ସାହାଯ୍ୟ ଯୋଗୁଁ ଗୋଟେ ଲୋକ ଠିକ୍ ରୂପେ ତା ସୋଲାର ଲାଗିପାରୁଛି ଏବଂ ସବସିଡ଼ି ପାଇପାରୁଛି। ଯଦି କାହାର ଜଣକ ବି ଭୁଲ ହେଇଯାଉଛି, ଟୋଟାଲ୍ ଇକୋସିଷ୍ଟମ୍ଟା ଭାଙ୍ଗି ଯାଉଛି। ମୁଁ କାହିଁକି ଏ କଥା କହୁଛି, ଗତକାଲି ମୋତେ କଲ୍ ଆସିଲା, ଜଣେ ମ୍ୟାମ୍ ଫୋନ୍ କଲେ, ତାଙ୍କ ଘରେ ସୋଲାର ଲାଗିଥିଲା। ମୁଁ ତାଙ୍କୁ ଜାଣିନି, କେବେ କଥା ହେଇନି, ତାଙ୍କ ଭାଇଙ୍କ ସହ କଥା ହେଇଛି। ସେ ପୁରା ରାଗିଗଲେ, କହିଲେ ସାର୍ ଆପଣ ସୋଲାର ଲଗେଇଛନ୍ତି, ଆମର ପୋଡ଼ିଯାଇଛି। ମୁଁ କହିଲି ପୋଡ଼ିଯାଇଛି ଇନ୍ ଦ ସେନ୍ସ? କହିଲେ ଆସନ୍ତୁ ଦେଖିବା, ଗନ୍ଧ ହେଉଛି, ପୋଡ଼ା ପୋଡ଼ା ଗନ୍ଧ। ମୁଁ ଟିକେ ଲାଇଟ୍ ନେଇଗଲି, ମୁଁ ଆଉ କ'ଣ ଗନ୍ଧ ହେଉଥିବ। ପୁଣି 2 ଘଣ୍ଟା ଛାଡ଼ି କଲ୍ କଲେ, କହିଲେ ଆପଣ ଲଗେଇବା ପାଇଁ ହୁତୁ ସର୍ଭିସ୍ ଦେଉନାହାନ୍ତି। ମୁଁ କହିଲି ଆଜ୍ଞା କେଉଁଠି? ସେ ଲୋକେସନ୍ କହିଲେ କଟକ। ମୁଁ ଗଲି, ଦେଖନ୍ତୁ ତାପରେ ଭିଡ଼ିଓଟା ଦେଖନ୍ତୁ କ'ଣ ହେଇଛି। ତାଙ୍କ ଡିସିପ୍ଟା ପୋଡ଼ିଯାଇଛି। ହେଲେ କାହିଁ ପୋଡ଼ିଲା, ମୁଁ ତାକୁ ବହୁତ ତର୍ଜମା କଲି। ମୁଁ ସେଇଟା ଜୟ ଆଗକୁ କହୁଛି ଜଗନ୍ନାଥ। ଭିଡ଼ିଓରେ, ଆପଣ ଦେଖନ୍ତୁ। ଆଜି ଜଣେ କଷ୍ଟମର ଫୋନ୍ କଲେ, ମ୍ୟାଡ଼ାମ୍ ଅଛନ୍ତି କି ତାଙ୍କର ଏମ୍ସିବିଟା ପୋଡ଼ିଯାଇଛି। ଦେଖନ୍ତୁ ଏଇଟା ହେଇଯାଏ, ମାନେ କନେକ୍ସନ୍ ଲୁଜ୍ ଥିଲେ ଏଇଟା ହେଇଯାଏ। ମୁଁ ତା ଭିଡ଼ିଓଟା ଦେଖାଉଛି। ତ କିଛି ଭୟଭୀତ ହେବାର ନାହିଁ। ଆମେ ନା କହୁଛୁ କିଛି ଭୟଭୀତ ହେବା ନାହିଁ, କିନ୍ତୁ ଭାବନ୍ତୁ ସେ କଷ୍ଟମରଙ୍କ ଉପରେ କ'ଣ ବିତୁଥିବ। ଏ ତ ନୂଆ ସେଟଅପ୍ 2-3 ମାସ ଲାଗିଯାଇଛି, ପୋଡ଼ିଯାଇଛି। ଆମକୁ ବହୁତ ଖରାପ ଲାଗିଲା। ଆମେ ତାକୁ ବି ହୃଦୟ ସହ କ୍ଷମା ମାଗିଲୁ। ତାପରେ ମୁଁ ମୋ ଇନଷ୍ଟଲେସନ୍ ପିଲାଙ୍କ ସହ ଭିଡ଼ିଓ କଲ୍ରେ କଥା ହେଲି। ସେମାନେ କହିଲେ କି ସାର୍ ଏସି ଡିବିଟା ବନ୍ଦ କରିଦିଅନ୍ତୁ, ଯାହାଦ୍ୱାରା ଏସି ସପ୍ଲାଏ ଇନଭର୍ଟରକୁ ବି ଡିସିଡିବିକୁ ଯିବନି। ମୁଁ ସେଇଟା ବନ୍ଦ କରିଦେଲି। ତାପରେ ପିଲା କହିଲେ ସାର୍ ସେ ଗୋଟେ କେବୁଲ୍ ଯେଉଁଟା ପୋଡ଼ିଯାଇଛି ତାକୁ କାଢ଼ିକିରି ପଲିଥିନ୍ ଘୋଡ଼େଇ ଦିଅନ୍ତୁ। ମୁଁ ଆଗେ ଚପଲଟା ପିନ୍ଧିଲି, କାହିଁକିନା ସେଫ୍ଟି ମେନ୍। ମୋ ପାଖେ ଗ୍ଲୋଭ୍ସ ଥିଲା, କିନ୍ତୁ ମୁଁ ଗ୍ଲୋଭ୍ସଟା କାଢ଼ିଲିନି, କାହିଁକିନା ଏଇଟା ନର୍ମାଲ୍ ଜିନିଷ। ସେଇଥିପାଇଁ ମୁଁ ଟେଷ୍ଟର ନେଇ ସେଇଟା କାଢ଼ିଦେଲି। ଯେଉଁ ପୋଡ଼ା ଭାଗଟାକୁ ମୁଁ ଭାବିଲି କିପରି ତାକୁ କାଢ଼ିକି ତଳପଟୁ ପଲିଥିନ୍ ଘୋଡ଼େଇବି। ତେଣୁ ଏଇଟା ଟାଣିଲେ ବାହାରିଗଲା। ଯେହେତୁ ଏ ପୋଡ଼ି ଯାଇଥିଲା, ଆପଣ ଦେଖନ୍ତୁ ଆମେ ହାଭେଲ୍ସର ୟୁଜ୍ କରୁଛୁ, ତଥାପି ବି ଆମ ପିଲାଙ୍କ ଭୁଲ ଲାଗି ଆଜି ଆମ ନାକ କଟିଗଲା। ହେଇଯାଏ ନା, ସେମାନେ ବି ଟିମ୍, କ'ଣ କରିବା। ଏଇ ଯେଉଁ ଏଇଟା ହେଉଛି ପୋଡ଼ା ଭାଗ, ମୁଁ ତାକୁ ନେଇ ପଲିଥିନ୍ରେ ଘୋଡ଼େଇଲି। ଏବଂ କାହିଁକିନା ଟିକେ ଟିକେ ପୋଡ଼ା ଗନ୍ଧ ବି ଥିଲା, ହାଲକା ହାଲକା, ଏତେ ବି ନୁହଁ। ଯାହା ହଉ ସେ କଷ୍ଟମରକୁ ଧନ୍ୟବାଦ, ସେ ଆମକୁ କହିଲେ, ରିଜିଡ୍ ହେଲେ କିନ୍ତୁ ତଥାପି ଆମକୁ କହିଲେ। ତାପରେ ଆମେ ଗଲୁ ତାଙ୍କ ମାଆଙ୍କୁ ଦେଖିବା ପାଇଁ। ମାଆ ବହୁତ ଦିନ ହେଲା ପଡ଼ିଥିଲେ। ମୁଁ ଭାବିଲି କି ମାଉସୀ ବଞ୍ଚିନଥିବେ, କିନ୍ତୁ ମାଉସୀ ପୁରା ତନ୍ଦୁରୁସ୍ତ ଅଛନ୍ତି, ବରା ପିଆଜି ଖାଉଛନ୍ତି, ଦାନ୍ତ ନାହିଁ କିନ୍ତୁ ସବୁବେଳେ ହସ ହସ ମୁହଁ। ସେ କହିଲେ ପୁଅ ବହୁତ ଦିନ ପରେ ଆସିଲେ। ମୁଁ କହିଲି ହଁ, ଟିଭି ଦେଖୁଛନ୍ତି। ଇଏ ହେଲେ ମ୍ୟାଡ଼ାମ୍, ଆଉ ଇଏ ତାଙ୍କ ପୁଅ, ଆଉ ଇଏ ତାଙ୍କ ବାପା। ବହୁତ ଭଦ୍ର ଲୋକ ଥିଲେ, ଥରେ ଦେଖା ହେଇଥିଲେ। ଦେଖିଲେ ଭିଡ଼ିଓଟା, ଦେଖନ୍ତୁ ଆମର ଯେତିକି କାମ ହେଉଛି, ଲାଭ ମୋଟା ଭାଗ ଆମେ ବି ନେଉଛୁ, ମାନେ ମୁଁ ନେଉଛି। ତେଣୁ ଯାହା ଦୋଷ ହେଉଛି ସେଇଟା ବି ମୁଁ ମାନୁଛି, କିନ୍ତୁ ଆମେ କ'ଣ କରିବୁ। ଆମର ଯେତେ କାମ ହେଉଛି, ଆମେ ଇନଷ୍ଟଲେସନ୍ ପିଲା ପାଖକୁ ଯାଉଛୁ, ସେମାନେ ଲୁଜ୍ କନେକ୍ସନ୍ କରୁଛନ୍ତି ତାଙ୍କ ଢିଲାପଣ ଲାଗି। ସେ ବୁଝିପାରୁନାହାନ୍ତି, ତାଙ୍କ ଏଇ ଛୋଟ ଛୋଟ ଭୁଲ ଲାଗି ଗୋଟେ କମ୍ପାନୀ ବ୍ଲେମ୍ ହେଉଛି। ଠିକ୍ ଅଛି, ମୁଁ ବି ଗୋଟେ ମାନେ ଆଜି ସତ କହୁଛି, ହେଇପାରେ କେତେ ଜଣ ମୋତେ ରାଗୁଥିବେ ମୋ ଉପରେ, କି ମାନେ ଭାବୁଥିବେ ଆମ କାମ ଠିକ୍ ନାହିଁ, କିନ୍ତୁ ଆମ ଏଇଟା ଭୁଲ ହେଇଯାଇଛି। ଆମ ପିଲା ଲୁଜ୍ କନେକ୍ସନ୍ କରିଛି, ଯାହାଦ୍ୱାରା ଏ ଡିସିଡି ବି ପୋଡ଼ିଯାଇଛି। ମୁଁ ତ କିଛି ଆଇଡ଼ିଆ ନାହିଁ। ମୁଁ ତ ପଚାରିଲି, ସିଏ କହିଲା ଆଜ୍ଞା ଆମେ ଲୁଜ୍ କନେକ୍ସନ୍ କରୁଛୁ, ସେଇଥିପାଇଁ ଏ ଭୁଲଟା ହେଇଛି। କିନ୍ତୁ ମୁଁ ଗୋଟେ କହିବା କଥା, ଆମେ ସେ କଲେ କାହିଁକି ନା, ଆମେ ତାଙ୍କୁ କିଛି ଫାଇନାନ୍ସିଆଲି ଡିଷ୍ଟର୍ବ କରୁଛୁ ନା କି ସମ୍ମାନ ଦେଉନୁ। ତାଙ୍କ ମୂଳ ଲକ୍ଷ୍ୟ ହେଉଛି ଲୋଭ, କେମିତି ଆମେ ଗୋଟେ ଦିନ 2ଟା କାମ ଉଠେଇବୁ। ଆମେ ବହୁତ ଥର ବୁଝିଲୁ କି ଏମିତି କରନି, ଟିକେ ଟାଇମ୍ ନିଅ, କଷ୍ଟମରକୁ ଦିଅ, ତଥାପି ବି ସେମାନେ କରୁନାହାନ୍ତି। ଆଉ ଆମ ପାଖେ ସକ୍ଷମ ନାହିଁ କି ଆମେ ଯାଇ ଚଢ଼ିକି ଦେଖିବୁ କାହାର ଗୋଟେ ଭୁଲ ହେଲା, କାହିଁକି ନା ଆମେ ଟେକ୍ନିକାଲି ଏତେ ମାନେ ଷ୍ଟ୍ରଙ୍ଗ ନୁହଁ। ତଥାପି ଭୁଲ ହେଇଗଲା। ମୁଁ ତାଙ୍କୁ କହିଛି କି ଆଜି ଯାଇକିରି ନୂଆ ଡିସିଡି ବି ଲାଗିଯିବ। ଯାହା ହଉ ସେ ଗୋଟେ ଭଲ କାମ କରିଥିଲେ। ଡିସିଡି ବି ଇଏଟାକୁ ଟିକେ ସେମ୍ ଇଏରେ ଲଗେଇଥିଲେ, ଯଦି ଉପର ତଳ ଲଗେଇଥାନ୍ତେ ତାହେଲେ ଇନଭର୍ଟର ଉପରେ ପ୍ରେସର ପଡ଼ିଥାନ୍ତା। ତଥାପି ବି କିଛି ହେଇନି, ଭଗବାନ ବଡ଼ଲୋକ। ଆଜି ଆମେ ଯିବୁ, ତାଙ୍କର ଲଗେଇଦେବୁ। ତଥାପି ବି ସେ ଟିକେ ଇଏ ଅଛନ୍ତି, ଉଦାସ ଅଛନ୍ତି, କାହିଁକିନା ସେ ବହୁତ ସାଟିସ୍ଫାଏଡ଼୍ ଥିଲେ। ପାଖାପାଖି 6-7ଟା କଷ୍ଟମର ଆମକୁ ରେଫର୍ କରିଛନ୍ତି, ତାଙ୍କ ସାଙ୍ଗସାଥି। ତାଙ୍କ ସହିତ ଏମିତି ହେଇଯିବ ମୁଁ କେବେ ଭାବିନଥିଲି। ତଥାପି ଭିଡ଼ିଓ ମାଧ୍ୟମରେ ତାଙ୍କୁ କ୍ଷମା ମାଗୁଛି। ଯାହା କିଛି ହେଇଯାଇଛି, ଆଉ କରିହେବ ନାହିଁ। କାରଣ ଇଏ ପାଖାପାଖି ଗୋଟିଏ କଲ୍ 200+ ଇନଷ୍ଟଲେସନ୍ ସରିଲାଣି। ଏ ଆଜି ଗୋଟିଏ ମୋତେ ଆସିଲା। ଆଉ ଖରାପ ଲାଗୁଛି କ'ଣ, 2 ମାସରେ ଏଇଟା ହେଇଗଲା। ଏଇଟା ହଁ 2-3 ବର୍ଷ ହେଇଥାନ୍ତା, ଆମେ ଗୋଟେ ୱାନ୍ ଟାଇମ୍ ଅଫ୍ ଏକ୍ସକ୍ୟୁଜ୍ ହେଇଯାଏ, କିନ୍ତୁ 2-3 ମାସ ଏମିତି ହେବା ଅସମ୍ଭବ। ପୁଣି ହାଭେଲ୍ସ କମ୍ପାନୀର ଲାଗିଛି। ଆଉ ସବୁଠୁ ବଡ଼ କଥା ହେଲା କି ସେ କଷ୍ଟମର ବୁଝିଲେ।
ଠିକ୍ ଅଛି, ଏମିତି ତ ଭୁଲ ହେଇଯାଏ। ଦେଖନ୍ତୁ ଆପଣଙ୍କୁ ଯଦି, କାହିଁକିନା ମୁଁ ଏଇ ଭିଡ଼ିଓ ଏଥିପାଇଁ କରୁଛି, ଆପଣମାନେ ଅଧିକାଂଶ ୟୁଟ୍ୟୁବ୍ ମାଧ୍ୟମରେ ମୋ ସହିତ ଜଡ଼ିତ ହେଉଛନ୍ତି, ତେଣୁ ମୁଁ କିଛି ଆପଣଙ୍କୁ ଲୁଚାଇବା ପାଇଁ ଚାହୁଁନି ଯେ ଏଇ ଭୁଲ ହେଇଯାଉଛି। ଯଦି ଆପଣ ଆମକୁ ହେଲ୍ପ କରିବେ ବା ବିଶ୍ୱାସ କରିବେ ବା ଆଶୀର୍ବାଦ କରିବେ ତାହେଲେ ଠିକ୍ ଅଛି, ନଚେତ ନାହିଁ ଆଉ ମୁଁ ଆଉ କ'ଣ କହିବି, ନଚେତ ନାହିଁ ଉତ୍ତର ମୁଁ ଆଉ କ'ଣ ଦେଇପାରିବି। ରହୁଛି ଆଜ୍ଞା, ଜୟ ଜଗନ୍ନାଥ।